କଟକର ନୂଆପଡ଼ାଠାରେ ତେରି ମେରି କାହାଣୀ ତରଫରୁ ରଜ ପର୍ବ ଅନୁଷ୍ଠିତ। ସାମାଜିକ ଅନୁଷ୍ଠାନ ତେରି ମେରି କାହାଣୀ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସଦାସର୍ବଦା ଚେଷ୍ଟା କରି ଆସିଛି। କଟକର ନୂଆପଡ଼ାଠାରେ ଅନୁଷ୍ଠିତ ରଜ ପର୍ବ 3 ଦିନ ଧରି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପଣ୍ଡାଙ୍କ ସହ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶାର ପିଠାପଣା ଓ ରଜଦୋଳି ଖେଳର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବାକୁ ଏବଂ ଭାଗ ନେବାକୁ ବହୁ ପ୍ରତିଯୋଗୀମାନଙ୍କର ଭିଡ଼ ଲାଗିଥିଲା। କଟକରୁ ପ୍ରଦୀପ୍ତ ଘଡ଼େଇଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍। नमस्कार, आपको परिचय? ମୋ ନାଁ ସ୍ମୃତି ରଞ୍ଜନ ରାଉତ, ଆଡ଼ଭୋକେଟ୍। ଆମ କଟକ କୋର୍ଟ ବାର୍ ସହିତ କ୍ରିମିନାଲ୍ କୋର୍ଟ ବାର୍ ଆସନ 2 ଥର ସମ୍ପାଦକ ପ୍ରାର୍ଥୀ ଏବଂ ଗତ ନିର୍ବାଚନରେ ଆସନ୍ତା ନିର୍ବାଚନ ଦେଖି ଏହା ରହିଲି ଯେ କଟକ ଉନ୍ନତି ପାଇଁ କିଭଳି କାର୍ଯ୍ୟକ୍ରମ ହେବ, ଯାହା ସରକାରରେ ନୂଆ ରଜ ଆମେ ଦେଖିଲୁ ଏବଂ ଭାଇଚାରା ସମ୍ପର୍କରେ କଟକର ରଜ ଓଡ଼ିଶାର ନିଆଁ ଆଉ ପରିବର୍ତ୍ତନ ଦେଇଛି। ଦୋଳି ସାଙ୍ଗରେ ଆମର ପିଠାର ସମ୍ପର୍କ ଆଉ ଏଇ ଯେଉଁ ନିଆରା ବନ୍ଧନର ହେଉଛି ରଜ ପର୍ବ ସବୁଠାରୁ ଅଲଗା ହେଇକି ରହିଛି। କିନ୍ତୁ ରଜ ପର୍ବର ଗୋଟିଏ ଗୀତ ଅଛି ଯେ ବନସ୍ତେ ଡାକିଲା ଗଜ, ବରଷ କେତେବେଳେ ଆସୁଛି ରଜ, ଘେନି ନୂଆ ସଜବାଜ। କିନ୍ତୁ ବର୍ତ୍ତମାନ ଯେ ମିଳୁନାହିଁ ଜମା ଜଙ୍ଗଲ ଠିକଣା, ମିଳୁନାହିଁ ଜମା ଜଙ୍ଗଲ ଠିକଣା, ଡାକିବ କେଉଁଠି ଗଜ, ଜଙ୍ଗଲକୁ ଛାଡ଼ି ଇଲେକ୍ଟ୍ରିକ୍ ଖୁଣ୍ଟରେ ମରୁଛନ୍ତି ଗଜରାଜ। କ'ଣ କହିବେ, ଆଉ କେମିତି ପାଳିବା ରଜ? ନାଇଁ, ସତ କଥା ଏଇଟା ତ ଆପଣଙ୍କ କଥା ଅନୁସାରେ ଯେ ଜଙ୍ଗଲ ଆମର ନଷ୍ଟ ହେବାକୁ ବସିଲାଣି। ଆମ ଜନସଂଖ୍ୟା ଅନୁସାରେ ଆମେ ଆଗେ ଯେଉଁ ଦେଖୁଥିଲୁ, ପ୍ରାୟତଃ ଟାଉନରେ ବି ଦେଖୁଥିଲୁ ଗଛ ବୃକ୍ଷରେ ଆମେ ଲଗେଇକି ଝୁଲଣି ବେଶୀ ହେଉଥିଲା, କିନ୍ତୁ ଏବେ ସେଇଟା କମ୍ ହେଇଗଲାଣି। ଆମେ ଦୋଳି ଯେତେ ପ୍ରକାର ଦୋଳି ହେଲାଣି, ଯେଉଁ ଆମ ଦୋଳି ବାଲିଯାତ୍ରାରେ ପଡ଼ୁଛି ସେଇ ପ୍ରକାର ଆମେ ନେଇଗଲୁଣି ଅଭ୍ୟାସରେ। ତେଣୁ ସମୟ ଅନୁସାରେ ପରିବର୍ତ୍ତନ ହେଉଛି ଏବଂ ଏ ପରିବର୍ତ୍ତନରେ ରଜରେ ବି ପରିବର୍ତ୍ତନ ହେଇଛି ଏବଂ ଆମ ସେ ବି ଅଲଗା ଅଲଗା ହେଇଛି। ରଜର ଗୋଟେ ନିଆରା ପରମ୍ପରା ଓଡ଼ିଆ ସଂସ୍କୃତିର ପୋଡ଼ ପିଠା, ଏଣ୍ଡୁରି ପିଠା, କିନ୍ତୁ ଆଉ ଦିଶୁ ନାହିଁ ଚକୁଳି ଆରସା, ପିଜାରେ ଥାଳିଆ ସଜ। ଆମେ କେମିତି ପାଳିବୁ ରଜ? ନାଇଁ, ସତ କଥା ଯାହା ଆପଣ କହିଲେ ଯେ ଆଉ ପିଠାରେ ନାହିଁ, ମାଉଁସରେ ହେଇଯାଇଛି ଏ ବର୍ଷ ରଜ। 2 ଦିନ ବଢ଼ିଲା ଆଉ ପୋଡ଼ ପିଠା, ଚକୁଳି ପିଠା, ଆରିସା ପିଠା ଯଦିଓ ଏତେ ନାହିଁ, କିଛି ମାତ୍ରାରେ ଅଛି। ଆଉ ଯୁବ ବୟସ ପିଲାମାନେ ଆଉ ପିଠାକୁ ଭଲ ପାଉନାହାନ୍ତି, କିନ୍ତୁ ଏଇ ବିଷୟରେ ଆଉ କଟକ ଭାଇଚାରା ଏଇଟା ନିଆରା ପରମ୍ପରା ଟିକେ ଆଗକୁ କେମିତି ବଢ଼ିବ ଏ ପିଠା ପରମ୍ପରା, ରଜର ପରମ୍ପରା ପିଠା ଉପରେ ସେଇଟା ଟିକେ ଆଚରଣ କରିବା ଦରକାର। ଧନ୍ୟବାଦ।